ଏବେ ବି ପାଣ୍ଡିଆନ ନବୀନ ନିବାସରେ ଅଛନ୍ତି, ନବୀନ ନିବାସରେ ରହୁଛନ୍ତି, ବିଜୁ ଜନତା ଦଳକୁ ଏବେ ବି ସେ ଚଲାଉଛନ୍ତି। ଆପଣ ଯେଉଁ କମିଟି ଗୁଡ଼ିକ ଦେଖିବେ ସେ କମିଟିରେ ଗୋଟେ ମିଡ଼ିଆ ସେଲ୍ କରାଗଲା ଏବଂ ପଲିଟିକାଲ ସେକ୍ରେଟାରୀ ଯେଉଁ ସନ୍ତୁର୍ତ ମିଶ୍ର କରିଥିଲେ ଏବଂ ଆଉ ଗୋଟେ ଜଣ ଲେଲିନ ମହାନ୍ତି କରିଥିଲେ। ଲେଲିନ ମହାନ୍ତି ପୁରା ବାହାରିଆ କଥା ଏବଂ ଭିତରିଆ କଥା ଏବଂ ଓଡ଼ିଶା ଲୋକ କିଏ ତାକୁ ସର୍ବାଧିକ ପାଣ୍ଡିଆନକୁ ଫେଭର କରିବା ପାଇଁ ଗୋଟେ ପ୍ରେସ୍ କନଫରେନ୍ସ କରିଥିଲେ। ଏଠି ସାଧାରଣ ଲୋକଙ୍କ କଥା ଜନସାଧାରଣ ହିତ କଥାକୁ ନେଇକି ପ୍ରେସ୍ କନଫରେନ୍ସ ହୁଏ। ଏଠି ପାଣ୍ଡିଆନ କଥା ନେଇକି ଯେତେବେଳେ ଆମ ପୂର୍ବ ସରକାର ଥିଲା ସେତେବେଳେ ସେ ଗୋଟେ ପାଣ୍ଡିଆନ ବାହାର ଲୋକ ନା ମୃଦୁଳା ଠାକୁର ବାହାର ଲୋକ ତାକୁ ନେଇ ଗୋଟେ କରିଥିଲେ ପ୍ରେସ୍ କନଫରେନ୍ସ। କଥା ହେଉଛି ଏବେ ବି ବିଜୁ ଜନତା ଦଳକୁ ପାଣ୍ଡିଆନ ଚଲାଉଛନ୍ତି। ସନ୍ତୁର୍ତ ମିଶ୍ର ଲେଲିନ ମହାନ୍ତିକି ଦେଖିବେ ଆପଣ। ଏବଂ ଦୁଇରେ ହେଉଛି ଦେବୀ ମିଶ୍ରଙ୍କୁ ଯେଉଁ ରଖିଛନ୍ତି ତାଙ୍କ କଥାରେ କିଏ ଉଠ ବସ ହେବ। ଦେବୀ ମିଶ୍ରଙ୍କୁ ସେ କାହିଁ ରଖିଛନ୍ତି? ଓଡ଼ିଶାରେ ଦୁଇ ଜଣ ଲୋକ ପାଣ୍ଡିଆନକୁ ମୁଖ୍ୟମନ୍ତ୍ରୀ ଭାବୁଥିଲେ, ଜଣେ ହେଉଛନ୍ତି ପ୍ରମିଳା ବିଷୟ ଆଉ ଜଣେ ଦେବୀ ମିଶ୍ର। ଆଉ ସମସ୍ତେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବିଥିଲେ ବା ମାନୁଥିଲେ। ଯୋଡ଼ିଏ ଲୋକ ଓଡ଼ିଶାର ପ୍ରମିଳା ବିଷୟ ଏବଂ ଦେବୀ ମିଶ୍ର ଯିଏକି ପାଣ୍ଡିଆନକୁ ଯେହେତୁ ମୁଖ୍ୟମନ୍ତ୍ରୀ ମାନିଥିଲେ, ଭରା ମିଟିଂରେ 40,000 ଲେଖା ଲୋକ ସେ ମିଟିଂ ମାନଙ୍କରେ ଥିଲେ। ଏମାନେ ସେଠି ପ୍ରତିପାଦିତ କରିଥିଲେ ଯେ ଆମର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭିକେ ପାଣ୍ଡିଆନ। ତେଣୁ ଭିକେ ପାଣ୍ଡିଆନ ଦେଖିଲେ ଇଏ ମୋର ବଚସ୍କର, ଇଏ ମୋର କଥା ମାନିବ, ଇଏ ମୋ କଥାରେ ଉଠ ବସ ହେବ, ତେଣୁ ସେ ଦେବୀ ମିଶ୍ରକୁ ବି ଆଗରେ ରଖିଛନ୍ତି ଏବେ। କିନ୍ତୁ ଏଥିରେ କିଛି ମହତ୍ତ୍ୱ ନାହିଁ, କାହିଁକିନା ଯେତେବେଳେ କ୍ଷୀରିପୁରୀ ଭାସିଥିଲା ବିଜୁ ଜନତା ଦଳ, ଯେତେବେଳେ ସରକାର ଦଳ ଥିଲା, ଶାସକ ଦଳରେ ଆମେମାନେ ବିଜୁ ଜନତା ଦଳ ଥିଲା, ସେତେବେଳେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବେ। କିନ୍ତୁ ଏବେ କ'ଣ କରିବେ? ସିଏ ପଛରେ ବସିକି କାଗଜପତ୍ର କରିବେ, ଏକ୍ସ ଟ୍ୱିଟରରେ ଯେଉଁ ଟ୍ୱିଟର ହ୍ୟାଣ୍ଡେଲ୍ ଚଲାଇବେ, ଫେସବୁକ୍ରେ ଯେଉଁ ୟୁଟିଲାଇଜ୍ କରିବେ ଏବଂ ଓଡ଼ିଶାର ଦରଦି ଲୋକ ବୋଲିଆ ପ୍ରତିପାଦିତ କରିବା ପାଇଁ ସମସ୍ତ ସାମାଜିକ ଗଣମାଧ୍ୟମରେ ୟୁଜ୍ କରୁଛନ୍ତି। ମୋ କଥା ହାରିଗଲା ବିଜୁ ଜନତା ଦଳ, ଶାସକ ଦଳ ହେଲା ନାହିଁ, ତା ବୋଲି କ'ଣ ଆମେ ଯିଏ ନିର୍ବାଚନରେ ହାରିଯାଇଛି କ'ଣ ଲୁଚୁଛି? ଏକ ନାଁ ଯେଉଁ ଭୈରବ ପାଣ୍ଡିଆନ, ଇଏ ପ୍ରକୃତରେ ଭୈରବ ରୂପୀ ଭଳିଆ ଓଡ଼ିଶାରେ ପ୍ରତିପାଦିତ ହେଉଛନ୍ତି, ଓଡ଼ିଶାରେ ଚଳପ୍ରଚଳ କରୁଛନ୍ତି। ସେମାନଙ୍କୁ ଯେହେତୁ ସର୍ବାଧିକ ବବି ଏବଂ ପାଣ୍ଡିଆନ ଉପରେ, ଶୁଣନ୍ତୁ, ବବି ଏବଂ ପାଣ୍ଡିଆନ ଉପରେ ସର୍ବାଧିକ ବିଜୁ ଜନତା ଦଳ ସମସ୍ତ କର୍ମୀ ଯେହେତୁ ରାଗ ରୋଷ ଆକ୍ରୋଶର ଶିକାର ଅଛନ୍ତି, ସେମାନେ ସେଥିଯୋଗୁଁ ସେମାନେ ଏଇନୁ ବାହାରୁ ନାହାନ୍ତି। କିନ୍ତୁ ସେମାନଙ୍କର ଫେଭିକଲ୍ ଜୋଡ଼ ଅଛି, ଫେଭିକଲ୍ କା ଜୋଡ଼ ଯାହା ସେ ବବି ପାଣ୍ଡିଆନ ଜୋଡ଼ ଏକା। ବିଜୁ ଜନତା ଦଳକୁ ଆଜି ବିପର୍ଯ୍ୟସ୍ତ କରାଇଛନ୍ତି, ସେ ତ ସବୁ କରିଛନ୍ତି, ପାଣ୍ଡିଆନ କରିଛନ୍ତି। ପାଣ୍ଡିଆନ କ'ଣ ସଲାସୁତୁରା କରୁଥିଲେ, କ'ଣ ବ୍ୟବସାୟ କରୁଥିଲେ, କ'ଣ ଉପରସ୍ତରରେ କ'ଣ କଥାବାର୍ତ୍ତା ହେଉଥିଲେ, ସେ ତ ଗୋଟିଏ ଲୋକ ବୁଲୁଥିଲେ। ଏବଂ ଆଜି ହେଲିକପ୍ଟର କଥା ଯେଉଁ ଆସିଛି 2 ଦିନ ହେଲା ଗଣମାଧ୍ୟମରେ ବାଜୁଛି, ହେଲିକପ୍ଟରରେ, ହଁ, ହେଲିକପ୍ଟର ଯେଉଁ ଖର୍ଚ୍ଚ ଏଇନୁ ମୋହନ ମାଝୀ ସରକାର ଆଉ ନବୀନ ପଟ୍ଟନାୟକ ସରକାର ନାହିଁ। ଏବଂ ନବୀନ ପଟ୍ଟନାୟକ ଯେହେତୁ ପ୍ରଥମରେ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନର ମୂଳ ଲକ୍ଷ୍ୟ ନେଇ 2000 ମସିହାରେ ଆସିଥିଲେ ଏବଂ ଦୁର୍ନୀତିମୁକ୍ତ ଶାସନ କରିବା ପାଇଁ ସବୁବେଳେ ସେ ସଂକଳ୍ପବଦ୍ଧ ଏବଂ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ। ଯାହା ଦୁର୍ନୀତି ଭିକେ ପାଣ୍ଡିଆନ କରିଛନ୍ତି, ମୋହନ ମାଝୀ ସରକାର ଯେ ତାକୁ ଉପଯୁକ୍ତ ତଦନ୍ତ କରି ଦଣ୍ଡ ବିଧାନ କରିବେ।